महाराणी प्राणेश्वर सतरे कहीं कि जाने राज्य उवास को फेरुनी कहीं आम अलिअल कन्या दिव्या हाँ हाँ आप ठीक अच्छा स्वामी मो सुना कि झील दिव्याटा सखी सहचर सहित खेलवा से आसवा विलंब हो प्राणनाथ। अरे महाराणी हाँ तमें तो जानिछु दंडे न देखिले ता चंद्रमा बदन केमिति मु व्याकुल होई उठेलो केमिति व्याकुल होई उठे। हाँ हाँ मु जानी प्राणनाथ आम सुना कि झील दिव्या को खंडे न देखिले तुंडे न पसनी र। हाँ स्वामी तुंडे न पसनी र। हाँ महाराणी ताहले हम कौन करिबा आमे एइटु चित्कार करि डाकिबा आम सुना ना कि झियो दिव्या को। तमे ठीक कहिछ प्राणनाथ तमे से पटे डाकिब मु से पटे डाकिबी। हलो महाराणी ताहले चलो डाकिबा आमे एइटु चित्कार करी। ताहले ठीक अछि। आलो ए मा दिव्या अरे ए मा दिव्या मा दिव्या लो अरे धन तू कोठी आछु रे मा अविलंबे आ बापा बोलो छियो माँ अरे धन घेनमोर पूरा भूष्टा देखो मां भगवान तमर मंगल करे। आलो ए सुना ना कि झियो बापा सेते बेले जाई तू कोउठी थिलु रे मधनटा आउ तो फेरिबा पथ एते विलंब हेला काहे की। बापा मो फेरिबा पथ जाते दिन भाई हमरा के मो सफिसा चलता मो फेरिबा की चाहिए। बोलो मां हां बापा बोले बापा मो जाने बापा आजकल तुम मते जमारो भी भलो पाउना। हां मते भलो पाउना। आलो ए मां काहे की सेमिति कहू छलो तू तो अळी अळा मा कन्या तू तो नय न पिटुला आउ तोते आमे भलो पाइबनी केमिति। बापा सतरे तुम मते आज भलो पाउना पाउर पाउ। ओहो ए अछट झियोटा को पारी हबन। आलो ए तू हो जो मो छाती र कली चलो तोते आ मो भलो पाइबनी केमिति। एई देख मां तू आसिला परे केमिति राज्य महल चमकी उठुची। आलो ए सुना ना कि झियो ए राज महल दिसे की मनोहर मह मह बासे चंदन कर्पूर। आलो ए झियो ए राज महल दिसे की मनोहर मह मह बासे चंदन कर्पूर। ए राज महल दिसे की मनोहर मह मह बासे चंदन कर्पूर। झियो मोर पाखे दिले की कपाडर ए घर श्री मंदिर ए घर श्री मंदिर ए राज महल दिसे की मनोहर
ଜାଣ ମୁଁ ଆପଣଙ୍କ ପାଖକୁ ଗୋଟେ ଆଶା ଭରସା ନେଇ ଆସିଛି ବାପା। ଆଲୋ ଏ ମା ବାପା କଣ କହିବାକୁ ଚାହୁଁଥିଲ? ବାପା ମୁଁ କଣ ଚାହେଁ କହିବି, ଆପଣ ମତେ ସଂସାର ଦେଇପାରିବେ ନା? ଆଲୋ ଏ ମା ବାପା ଏତେ ଧନ ସମ୍ପତ୍ତି ଥାଇକି ମଧ୍ୟ, ଏତେ ବଡ଼ ରାଜ୍ୟ ସିଂହାସନ ଥାଇକି ମଧ୍ୟ ଆଉ ମାଗୁଅଛ କିସ? ଅବିଳମ୍ବେ ଫେରି କୁହ ମା, ପୂର୍ଣ୍ଣ କରିବି ଦୁରିତ। ବାପା ହଲୋ ମା କହିବି ନା ବାପା? ନିଶ୍ଚୟ ଲୋ ମା। ଶୁଣ ପିତା ଶୁଣ ମାତା, ଶୁଣ ପିତା ଶୁଣ ମାତା, ଗୁହାରି କରୁଛି ଆଗେ ପ୍ରଣାମ କେନ, ଆଦେଶ ଦେଲେ ପୁଷ୍ପ ଉଦ୍ୟାନ, ଆଦେଶ ଦେଲେ ପୁଷ୍ପ ଉଦ୍ୟାନ। ଶୁଣ ପିତା ଶୁଣ ମାତା, ଶୁଣ ପିତା ଶୁଣ ମାତା, ଗୁହାରି କରୁଛି ଆଗେ ପ୍ରଣାମ ବେନ, ଆଦେଶ ଦେଲେ ପୁଷ୍ପ ଉଦ୍ୟାନ, ଆଦେଶ ଦେଲେ ପୁଷ୍ପ ଉଦ୍ୟାନ। ବାପା ମୁଁ ସଖୀ ସହଚାରିଣୀ, ମୁଁ ପୁଷ୍ପ ଉଦ୍ୟାନକୁ ଯିବି ବାପା, ଆପଣ ମତେ ବିଦାୟ କରନ୍ତୁ ପିତା। ନାଲୋ ମା ବାପା ଜାଣିଛୁ ମା, ମା ବାପା ଠାରୁ ଯଦି ବଢିଲା ଝିଅ କୁଆଡେ ଟିକେ ଦୂରେଇ ଯାଏ, ପିତା ମାତା କଥା ଥରେ ଚିନ୍ତା କରିଛୁ ନା? କେତେ ଆମେ ବ୍ୟାକୁଳ ପାଇ ଉଠିବୁ। ଜାଣେ ବାପା ତମେ ମତେ କେତେ ଭଲ ପାଅ, ହେଲେ ବାପା ମାଲୋ ଆପଣ ମୋ ଉପରକୁ ଭରସା କରନ୍ତୁ, ମୁଁ ଆପଣଙ୍କ ମାନ ସମ୍ମାନ ଇଜ୍ଜତକୁ କେବେ ହେଲେ ମାଟିରେ ମିଶିବାକୁ ଦେବିନି। ଆଲୋ ଏ ମା ବାପା ସେଇ ପୁଷ୍ପ ଉଦ୍ୟାନକୁ ଖେଳିବା ନିମନ୍ତେ ମୁଁ ବିଦାୟ ଦେଇପାରିବିନି ଲୋ, ଦେଇପାରିବିନି। ମା ଆରେ ଧନ ମା ମୋ ବାବା କେମିତି ରୁଷି ଗଲେ? ମା ମୁଁ ଯେବେ ଯେବେ ପୁଷ୍ପ ଉଦ୍ୟାନକୁ ଯିବି ମୋ ମା ବାପାଙ୍କୁ କହନ ମା। ଆରେ ମୋ ସୁନା ଝିଅ, ତୋ ମା ଥାଉ ଥାଉ କଣ ସେ ପୁଷ୍ପ ଉଦ୍ୟାନକୁ ତୁ ଯିବୁନି? ମା ଆରେ ସତରେ ଧନ କଣ ମୁଁ ପୁଷ୍ପ ଉଦ୍ୟାନକୁ ଯିବି? ମୁଁ ବୁଝେଇ ଦଉଛି, ତୋ ପିତାକୁ ନିଶ୍ଚୟ ଆଦେଶ ଦେବେ। ଠିକ ଅଛି ମା। ହେ ପ୍ରାଣନାଥ, ହେ ପ୍ରାଣେଶ୍ୱର, ଆଜି ଆମ ଝିଅ ସେ ପୁଷ୍ପ ଉଦ୍ୟାନକୁ ବୁଲିବାକୁ ଚାହୁଁଛି। ସତେକି ମହାରାଣୀ? ହଁ ପ୍ରାଣେଶ୍ୱର, ତା ମନକୁ ଆଉ ଊଣା କରନି ସ୍ୱାମୀ। ଯେତେବେଳେ ତମେ କହିଛ ବିଦାୟ ଦେବିନି, କାହିଁକି ଲୋ, କାହିଁକି ବିଦାୟ ଦେବିନି? ତାରି ଖୁସିରେ ମୋରି ଖୁସି। ହଁ ହଲୋ ମା। ହଁ ପ୍ରାଣନାଥ। ମା ଆଲୋ ଏ ମା ଦିବ୍ୟା, ବାପା ଏଥର ଯିବୁ ତୁ ପୁଷ୍ପ ଉଦ୍ୟାନକୁ ଖେଳିବା ନିମନ୍ତେ। ବାପା କେବଳ ମୁଁ ଥଟ୍ଟା କରୁଥିଲି ଲୋ। ବାପା ହଲୋ ମା। ସତରେ ବାପା
ଆପଣ ମୋତେ ଆଦେଶ ଦେଉଛନ୍ତି ନା ବାପା ହଲୋ ମା ସମୟ ପରିବର୍ତ୍ତନ କରି ମୁଁ ଶୀଘ୍ର ଯାଇକି ଶୀଘ୍ର ଫେରି ଆସିବି ବାପା ହଲୋ ମା ତାହେଲେ ମୋତେ ହସି ହସି ବିଦାୟ ଦିଅନ୍ତୁ ବାପା ହସି ହସି ବିଦାୟ କରୁଛି ତୋତେ ଲୋ ମା ତୋ ଚଳା ପଥ ମଙ୍ଗଳମୟ ହେଉ ତାହେଲେ ମୁଁ ଆସୁଛି ମା ହରେ ଧନ ଆଲୋ ଏ ମହାରାଣୀ ଦେଖିଲ କହିବାରୁ କେମିତି ଚାଲିଗଲା ଆମ ଅଳିଅଳ କନ୍ୟା ସେଇ ପୁଷ୍ପ ଉଦ୍ୟାନକୁ ମୋ ସ୍ୱାମୀ ଛୋଟ ବେଲରୁ ଏତେ ବଡ଼ କଲୁ ଏକୁଟିଆ ତାକୁ କୁଆଡ଼େ ଛାଡ଼ି ନଥିଲୁ ମହାରାଣୀ ସେଇଥିପାଇଁ ମନରେ ଟିକିଏ ନିଶ୍ଚୟ କଷ୍ଟ ହବ ଲୋ ନିଶ୍ଚୟ କଷ୍ଟ ହବ ଠିକ କହିଛ ପ୍ରାଣସାର ଆପଣଙ୍କୁ ଯେମିତି କଷ୍ଟ ହେଉଛି ଠିକ ସେମିତି ମୁଁ ପରା ତା ମା ମୋତେ କ'ଣ କଷ୍ଟ ହେବନି କି ସ୍ୱାମୀ? ମହାରାଣୀ ସ୍ୱାମୀ ମୁଁ ଜାଣେ ମା ମାନଙ୍କ ପାଖରେ କେତେ ସ୍ନେହ ଆଦର ଥାଏ କାହିଁକି କଷ୍ଟ ହବନି ହଁ ସ୍ୱାମୀ। ସେତେବେଳ ଯାଏ ଆସ ପ୍ରାଣ ସଙ୍ଗିନୀ ବିଶ୍ରାମ କକ୍ଷରେ ଯାଇ ତା ପୁଷ୍ପ ଉଦ୍ୟାନରୁ ଫେରିବା ପଥକୁ ଆମେ ଦୁହେଁ ଚାହିଁ ବସିବା ଠିକ ଅଛି ପ୍ରାଣେଶ୍ୱର ତାହେଲେ ଚାଲନ୍ତୁ ଆମ ଝିଅର ଆସିବା ପଥକୁ ଚାହିଁ ବସିବା ଆସ